ସମସ୍ୟା ଏତେ ବି ଶକ୍ତିଶାଳୀ ହୋଇନଥାଏ ଯେତିକି ମଣିଷ ତାକୁ ଭାବୁଥାଏ। କାହିଁକି ନା ଅନ୍ଧକାର ଯେତେ ବି ଶକ୍ତିଶାଳୀ ହୋଇଥିଲେ ମଧ୍ୟ ସକାଳର ସୂର୍ଯ୍ୟ ଆଗରେ ମୁଣ୍ଡ ନୁଆଁଇଥାଏ। ମନୁଷ୍ୟ କେତେ ବଡ଼ ଧନବାନ ହୋଇଥାଉ ନା କାହିଁକି, ଯଦି ତାର ଜୀବନରେ ସୁଖ ଶାନ୍ତି ନାହିଁ ତେବେ ସେ ଧନ ସମ୍ପତ୍ତିର ମୂଲ୍ୟ ବା କାହିଁ? ଶରୀର ସୁନ୍ଦର ହେବା ଦ୍ୱାରା କେହି କେବେ ସୁନ୍ଦର ହେଇ ଯାଇ ନଥାଏ। ମଣିଷର ଭଲ କର୍ମ, ବିଚାର, କଥା, ବ୍ୟବହାର ଓ ସଂସ୍କାର ମଣିଷକୁ ସୁନ୍ଦର କରିଥାଏ। ଆପଣଙ୍କ ଦୁଃଖ କାହା ହସର କାରଣ ହେଉ, କିନ୍ତୁ ଆପଣଙ୍କ ହସ କାହାର ଦୁଃଖର କାରଣ ନ ହେଉ। ସବୁବେଳେ ନିଜେ ନିଜକୁ ଯେକୌଣସି କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ, କାହିଁକି ନା ବ୍ୟସ୍ତତା ହିଁ ମଣିଷକୁ ଦୁଃଖୀ ହେବାକୁ ନେଇ ନଥାଏ। ଆମେ ଯେକୌଣସି କର୍ମ କରିଲେ ମଧ୍ୟ ତାହାର ଫଳ ଆମକୁ ହିଁ ଭୋଗ କରିବାକୁ ପଡ଼ିଥାଏ। ତେଣୁ କର୍ମ କରିବା ପୂର୍ବରୁ ଭଲ ଭାବେ ବିଚାର କରିବା ଉଚିତ। ଈଶ୍ୱର ଆମକୁ ସେହି ଜିନିଷ ଦେଇନଥାଏ ଯାହା ଆମକୁ ଭଲ ଲାଗିଥାଏ। ଈଶ୍ୱର ଆମକୁ ସେହି ଜିନିଷ ଦେଇଥାଏ ଯାହା ଆମ ପାଇଁ ଭଲ ହୋଇଥାଏ। ଅହଙ୍କାର, ଲୋଭ, ଘୃଣା, କ୍ରୋଧ ତ୍ୟାଗ କର, ଶାନ୍ତି ମିଳିବ। ଭଲ ପାଇବା ବାଣ୍ଟିଲେ ସମସ୍ତଙ୍କର ହୃଦୟ ଜିତିଯିବ। ସବୁ ମନୁଷ୍ୟ ମଧ୍ୟ ଏହି କଥା ଜାଣିଥାନ୍ତି, କିନ୍ତୁ କେତେଜଣ ଏହି କଥାକୁ ଅନୁସରଣ କରନ୍ତି। ଏ ଶରୀର ତୁମର ନା ତୁମେ ଶରୀରର? ଏହା ଅଗ୍ନି, ବାୟୁ, ଜଳ, ପୃଥିବୀ, ଆକାଶରେ ତିଆରି ଓ ଏଥିରେ ଦିନେ ମିଶିଯିବ ସମସ୍ତେ, ପରନ୍ତୁ ଆତ୍ମା ସ୍ଥିର ଅଟେ। ପୁଣି ତୁମର ଏହି ମିଥ୍ୟା ଗର୍ବ କ'ଣ ପାଇଁ? ଜୀବନରେ ଆଶା ହିଁ ଦୁଃଖର କାରଣ। ନିଜ କର୍ତ୍ତବ୍ୟ କରିଚାଲ। କିଏ ସୁଖ ଦେବ ନା କିଏ ଦୁଃଖ ଦେବ ସେ ଚିନ୍ତା କର ନାହିଁ। ତେଣୁ ତୁମେ ଯେତେ ଭଲ ହୁଅ ନା କାହିଁକି, କିଛି ଲୋକ ତଥାପି ତୁମକୁ ପସନ୍ଦ କରିବେ ନାହିଁ। ଏଥିରେ ତୁମର କିଛି ଦୋଷ ନାହିଁ। ସେମାନେ ଭଲ ପାଇବା କ'ଣ ଜାଣନ୍ତି ନାହିଁ।